ରାମ ନାରାୟଣ ରାମ। ଆପଣ ଜାଣିଛନ୍ତି କି ଆଜିର ଏହି ପୃଥିବୀରେ ଏବଂ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡରେ ଅସଂଖ୍ୟ ଆତ୍ମାମାନେ ଜୀବନର ମୂଳଭୂତ ଆବଶ୍ୟକତାରୁ ବଞ୍ଚିତ ହେଉଛନ୍ତି। ତେଣୁ ଲୋକେ ଅନ୍ୟାୟ କରନ୍ତି, ଭୁଲ କରନ୍ତି, ଅପରାଧ କରନ୍ତି ଏବଂ ବିଭିନ୍ନ ପ୍ରକାରର ଖରାପ କାମରେ ଫସିଯାନ୍ତି। ସେମାନଙ୍କର ବିଚେନା ତାଙ୍କର ହୃଦୟ ଏବଂ ଚେତନାର ଗଭୀର ଭୁକୁରୁ ଉତ୍ପନ୍ନ ହୁଏ। ଯେପରି ଗରିବ ଭୁକୁ ଲୋକ ଭ୍ରମରେ ଚିତ୍କାର କରିପାରେ ଏବଂ ଭ୍ରମଣ କରିପାରେ, ତେମିତି ଆମ ଭିତରର ଅସଂଖ୍ୟ ଚେତନାମାନେ ଆମ ଜୀବନ କାର୍ଯ୍ୟକୁ ପ୍ରଭାବିତ କରନ୍ତି। ଏହିପରି ଆମେ ନିଜକୁ ଏକ ନିର୍ଦ୍ଦିଷ୍ଟ ଦିଗବିହୀନ ଅବସ୍ଥାରେ ଦେଖୁଛୁ ଏବଂ ଏଥିରୁ ବାହାରିବା ପାଇଁ ଯାହା ଆବଶ୍ୟକ ସେ ହେଉଛି ଜପ, ଧ୍ୟାନ ଏବଂ ଆଧ୍ୟାତ୍ମିକ ସାଧନା ସହିତ ସେହି ଉପାୟ ଯେଉଁମାନେ ନିଜର ଚେତନା ସହିତ ଯୋଗାଯୋଗ କରିବାରେ ସାହାଯ୍ୟ କରନ୍ତି। ତେବେ ଦୁନିଆ, ପ୍ରକୃତି, ସମାଜ ଏବଂ ଶରୀରରେ ସମତା ଆସିବ। ଏହି ସମତାକୁ ରକ୍ଷା କରିବା ହେଉଛି ସନ୍ତାନ ଦଳ ପରିବାରର କାମ, ଯାହା ଏକ ସମ୍ପୂର୍ଣ୍ଣ ବିଶ୍ ପରିବାର। ସନ୍ତାନ ଦଳ ପରିବାର ଆମ ପ୍ରକୃତିର ସତ୍ୟ ଏବଂ ସିଦ୍ଧାନ୍ତକୁ ଏକ ସୂତାରେ ବୁଣି ସତତା ଆଗକୁ ବଢୁଛି। ରାମ ନାରାୟଣ ରାମ ଆପଣଙ୍କର ଅନ୍ତର୍ମନକୁ ଜାଗୃତ କରେ। ଆପଣ ଦେଖିଥିବେ ଜୀବନରେ ବହୁତ ବେଳେ ଏମିତି ପରିସ୍ଥିତି ଆସେ ଯେ ଆପଣ ନିଜ ସ୍ୱପ୍ନମାନଙ୍କ ପଛରେ ଦୌଡ଼ିଥାନ୍ତି, କିନ୍ତୁ ସେଗୁଡ଼ିକୁ ପାଇପାରିନଥାନ୍ତି। ସମସ୍ତ ସମ୍ଭବ ପ୍ରୟାସ କରିଥିବା ସତ୍ ଆପଣ ବିଫଳ ହୁଅନ୍ତି। ଆପଣ କଭି ବିଚାର କରିଛନ୍ତି କାହିଁକି ଆପଣ ନିଜ ସ୍ୱପ୍ନ, ନିଜ ଇଚ୍ଛା ପୂରଣ କରିପାରୁନାହାନ୍ତି? ଏହାର ସବୁଠୁ ବଡ଼ କାରଣ ହେଉଛି ଆପଣ ଏପର୍ଯ୍ୟନ୍ତ ନିଜ ଅନ୍ତର୍ମନ ସହିତ, ନିଜ ଶକ୍ତି ସହିତ ସମ୍ପର୍କ ସ୍ଥାପନ କରିପାରିନାହାନ୍ତି। ଆପଣ ଯଦି ନିଜର ଶକ୍ତିକୁ, ନିଜ ଅନ୍ତର୍ମନର ସ୍ୱରକୁ ପରିଚୟ କରିବାକୁ ଚାହାନ୍ତି, ତେବେ ଏବେ ଯୋଗ ଦିଅନ୍ତୁ ରାମ ନାରାୟଣ ରାମ ନାମର ସହିତ। ପରେ ଆପଣଙ୍କ ସ୍ୱପ୍ନମାନେ ପୂରଣ ହେବେ ଏବଂ ଆପଣ ନିଜ ମଧ୍ୟରେ ଏକ ଭିନ୍ନ ଉର୍ଜାର ଅନୁଭୂତି କରିବେ। ଏହିପାଇଁ କୁହାଯାଏ ଯେ ରାମ ନାରାୟଣ ରାମ ନାମରେ ସେହି ଶକ୍ତି ଅଛି ଯାହା ସମଗ୍ର ସୃଷ୍ଟିକୁ ନିଜରେ ଆବଦ୍ଧ କରିଛି। କେତେ ଲୋକ ଏହି ନାମରେ ଯୋଗ ଦେଇ ନିଜ ଜୀବନକୁ ପରିବର୍ତ୍ତନ କରିଛନ୍ତି। ତେଣୁ ଆପଣ କାହିଁକି ବିଳମ୍ବ କରୁଛନ୍ତି? ଏବେ ଯୋଗ ଦିଅନ୍ତୁ ଏହି ପବିତ୍ର ନାମର ସହିତ ରାମ ନାରାୟଣ ରାମ ନାମର ପ୍ରଚାର କରନ୍ତୁ ଏବଂ ସମାଜକୁ ପ୍ରେରିତ କରିବାରେ ଚେଷ୍ଟା କରନ୍ତୁ। ନିଶ୍ଚିତ ଭାବେ ଆପଣଙ୍କୁ ଏହା କରିବାରେ ବହୁତ ଆନନ୍ଦ ମିଳିବ। ରାମ ନାରାୟଣ ରାମ ଏକ ଅଦ୍ଭୁତ ନାମ, ଯାହାକୁ ଜପ କରିବା ସହିତ ଆପଣଙ୍କର ନିଜ ସହିତ ସାକ୍ଷାତକାର ହେବା ଆରମ୍ଭ ହୁଏ। ପୃଥିବୀରେ ଏମିତି କେତେ ଲୋକ ଅଛନ୍ତି ଯେମାନେ ରାମ ନାରାୟଣ ରାମ ସହିତ ଯୋଗ ଦେଇ କେବଳ ନିଜ ପ୍ରତି ନୁହେଁ, ସମାଜର ଲୋକଙ୍କର ମଧ୍ୟ କଲ୍ୟାଣ କରିଛନ୍ତି। ରାମ ନାରାୟଣ ରାମ ଆପଣଙ୍କର ବିକୃତ ଜୀବନକୁ ସଠିକ୍ ଦିଗ ଦେବାର କାମ କରେ। ଯେତେବେଳେ ମଣିଷ ରାମ ନାରାୟଣ ରାମ ସହିତ ଯୋଗ ଦେଉଛି, ସେତେବେଳେ ଜୀବନକୁ ଏକ ନୂତନ ଦୃଷ୍ଟିକୋଣ ମିଳେ। ଏହି ନୂତନ ଦୃଷ୍ଟିକୋଣ ଆମକୁ ନୂତନ ଉର୍ଜା ଦିଏ ଏବଂ ଜୀବନକୁ ସଫଳ କରେ। ରାମ ନାରାୟଣ ରାମ ଲୋକଙ୍କୁ ସଦା ଏହି ଶିକ୍ଷା ଦିଏ ଯେ ସଦା ନିଜର ଚିନ୍ତାଧାରାକୁ ସକାରାତ୍ମକ ରଖନ୍ତୁ। ଜୀବନରେ ସଦା ଭଲ କାମ କରନ୍ତୁ ଏବଂ ସମ୍ଭବ ଥିଲେ ଲୋକଙ୍କର ଭଲାଇ କରନ୍ତୁ। ରାମ ନାରାୟଣ ରାମ ମାଧ୍ୟମରେ ସମାଜରେ ପ୍ରସାରିତ ନକାରାତ୍ମକ ଉର୍ଜାକୁ ସଦା ଶେଷ କରିବାକୁ ଚେଷ୍ଟା କରାଯାଏ, ଯାହାର ଫଳରେ ସମାଜରେ ଅନ୍ଧକାର ଦୂର ହୁଏ ଏବଂ ଜାଗୃତିର ପ୍ରକାଶ ବିକାଶ ପାଏ। ରାମ ନାରାୟଣ ରାମ ସହିତ ଯୋଗ ଦେଇ ଲୋକଙ୍କର ଜୀବନ ସଫଳ ହେଉଛି ଏବଂ ସେମାନେ ନିରନ୍ତର ସଫଳତାର ପଥରେ ଆଗକୁ ବଢୁଛନ୍ତି।